ପିଲାମାନେ ଆଜି ଆମେ ଦଶମ ଶ୍ରେଣୀର ବୀଜଗଣିତ ବହିର ପ୍ରଥମ ଅଧ୍ୟାୟ ସରଳ ସହ ସମୀକରଣ ଆଲୋଚନା କରିବା ମାତ୍ର 3 ମିନିଟ୍ ଭିତରେ। ପୂର୍ବରୁ ତୁମମାନେ ପଢ଼ିଥିବ ନବମ ଶ୍ରେଣୀରେ ax + b = 0 ax + b = 0 ଯେଉଁଠି a does not equal to 0 ହୋଇଥାଏ। ତ ଏଠି କେତୋଟି ମୂଳ ବାହାରିଥାଏ ବା ବୀଜ ଗୋଟିଏ କେବଳ ମାତ୍ର ଗୋଟିଏ ବୀଜ ଯାହା ଡାଇରେକ୍ଟ ଆମେ କହିପାରିବା ତା ଫର୍ମୁଲା -b/a କିନ୍ତୁ ଆମେ ଦଶମ ଶ୍ରେଣୀର ପ୍ରଥମ ଅଧ୍ୟାୟ ସରଳ ସହ ସମୀକରଣରେ ପଢ଼ିବା ଏଇ ଦୁଇଟି ସମୀକରଣ a1x + b1y + c1 = 0 a2x + b2y + c2 = 0 ଏଠି ଦୁଇଟି ଅଜ୍ଞାତ ରାଶି x ଗୋଟେ ଅଜ୍ଞାତ ରାଶି y ଗୋଟେ ଅଜ୍ଞାତ ରାଶି କିନ୍ତୁ এই जो a1 a2 b1 b2 c1 c2 ଏସବୁ ଗୋଟେ ବାସ୍ତବ ସଂଖ୍ୟା ଏସବୁ ଗୋଟେ ବାସ୍ତବ ସଂଖ୍ୟା ଏହା ତ ତମମାନେ ସବୁ ଜାଣିଥିବ a1 ହେଉଛି x ର ସହଗ b1 ହେଉଛି y ର ସହଗ a2 ହେଉଛି x ର ସହଗ b2 ହେଉଛି y ର ସହଗ c1 ଆଉ c2 ଦୁଇଟି ଧ୍ରୁବକ ରାଶି ତ ଏଠି ଆମେ ପଢ଼ିବା ସହ ସମୀକରଣ ଦ୍ୱୟର ଜ୍ୟାମିତିକ ପରିପ୍ରକାଶ କେମିତି କରିଥାଉ ଯେତେବେଳେ ଆମେ ଲେଖଚିତ୍ର ସାହାଯ୍ୟରେ ଆମେ ସରଳ ରେଖାକୁ ଦର୍ଶାଇଥାଉ ସେତେବେଳେ ଆମେ କେମିତି ଏହି ସବୁ L1 L2 ଯାହା ଆମେ ନେଉଛେ ସମୀକରଣ ପ୍ରଥମ ସମୀକରଣକୁ ଆମେ L1 ଦ୍ୱିତୀୟ ସମୀକରଣକୁ ଆମେ L2 ଭାବରେ ନେଉଛେ ଠିକ୍ ଅଛି। ତ ଦେଖ ଏଇଠି ଯେଉଁ ତିନିଟି ଚିତ୍ର ଅଛି ଏଇ ତିନିଟି ଚିତ୍ରକୁ ଯିଏ ଭଲ ଭାବରେ ବୁଝିଗଲା ତାହେଲେ ତାର ସର୍ଟ କୋଶ୍ଚିନ୍ରେ କିଛି ଅସୁବିଧା ହେବ ନାହିଁ ବା ଲଙ୍ଗ କୋଶ୍ଚିନ୍ ଯେତେବେଳେ ସେ କରିବ ସେତେବେଳେ ମଧ୍ୟ କୌଣସି ଡାଉଟ୍ ରହିବ ନାହିଁ। ପ୍ରଥମ ଚିତ୍ର L1 L2 ପରସ୍ପର ଛେଦି ଦ୍ୱିତୀୟ ଚିତ୍ର L1 L2 ଏକ ଓ ଅଭିନ୍ନ ତୃତୀୟ ଚିତ୍ର L1 L2 ସମାନ୍ତର ଏହି ତିନୋଟି ଚିତ୍ରରେ ବହୁତ ସହଜ ଅଛି। ଦେଖ L1 L2 ପରସ୍ପର ଛେଦି ମାନେ ତାର ଗୋଟିଏ କେବଳ ମାତ୍ର ଗୋଟିଏ ସମାଧାନ ରହିବ L1 L2 ଏକ ଓ ଅଭିନ୍ନ ମାନେ ଅସଂଖ୍ୟ ସମାଧାନ ରହିବ L1 L2 ସମାନ୍ତର ଯେତେବେଳେ ହେବ ସେତେବେଳେ ତାର ସମାଧାନ ସମ୍ଭବ ନୁହେଁ ମାନେ ଅସମ୍ଭବ। ଠିକ୍ ଅଛି ପିଲାମାନେ ଯଦି ଭଲ ଲାଗୁଛି ତାହେଲେ କମେଣ୍ଟ କରି ତାର ଫୁଲ୍ ଭିଡ଼ିଓକୁ ଯାଇ ଦେଖ। ଥ୍ୟାଙ୍କ ୟୁ। ବହୁତ ସୁନ୍ଦର ଭାବରେ ଏଠି ଅଛି ସବୁ ଜିନିଷ ସବୁ ଭଲ ଭାବରେ ପଢ଼ିବ ଏଇଟା ହେଲା ଗୋଟେ ରେପିଡ଼ ଫାୟାର ଭଳିଆ ଗୋଟେ ରିଭିଜନ୍ ଠିକ୍ ଅଛି। ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦେବ ଯାହାଫଳରେ ଏମିତି ସୁନ୍ଦର ରେପିଡ଼ ରାଉଣ୍ଡ ଭିଡ଼ିଓ ଗୁଡ଼ାକୁ ସବୁ ଶୀଘ୍ର ପାଇପାରିବ। ବହୁତ ଧନ୍ୟବାଦ।